भागवत तृतीय स्कंद द्वादश अध्याय। ओम नमः भगवते वासुदेवाय। ओम गं गणपतये नमः। मैत्रेय उवाच एवे विदुर कवुतते जे ब्रह्मा कालो अनुमते वेद प्रभावे कला सृष्टि तेणु मोह तार दृष्टि अंध तामस सृष्टि आगे विश्व विकार यथा लाभे सर्जिला आगे माया मोहे तमे अज्ञानावृत देहे पाप बहुले सृष्टि यही ता देखी ब्रह्मा विचारई ये नुहे सृष्टि आदिभूत दृढ़े गोविंद देचित गोविंद पाद ज्ञान बले संयुक्त भक्ति निश्चले विष्णुर वंशे चारि भ्रात ब्रह्मार मन मध्युजात सनक सनंद एवेनी कपिल सनातन घेनी ए चारि मुनि सृष्टि हेले ऊर्ध्वरे तासे बोलाइले स्वभावे ऊर्ध्वरे ता हुंती विष्णु आन न जानती यहांकु चाहि वेदवर स्वभावे कहि मधुर तुमे हे चारि पुत्र मोर वेद प्रमाणे सृष्टि कर न जानी वासुदेव विन्न सृष्टि रे न देले से मन आज्ञा अवज्ञा कले जानी कोपे कंपिला कुश पाणी पुणी विधिरे चित्त धरी ध्याने बसिला मुरारी एके भ्रुकुटी ता कुटिल बदन दिशिला पिंगल भ्रुकुटी मधुपुत्र जात दिशई सुनील लोहित देवंक पूर्वे जात होई कांदई ब्रह्मा मुख चाही बोलई शुण वेदवर मोहर नाम आगे कर निगम स्थाने छाड़ मते मन्ते रहिबे निश्चिन्ते शुणी सानंद प्रजापति चिंतिला जेवा नाम स्थिति से पुत्र रोदन न करे करिबी वचन तो हरे रोदन कलु आगे जेणु तो नाम रुद्र हेउ तेणु एमंत कही तार आगे तान कल्पिला यथा भागे मन इंद्रिय देह व्योमे वायु अनल जन स्थाने महामंदिर चंद्रातप एमंते एकादश रूप जे स्थाने जे रूप तोहर होइब शुण रे कुमार मनु परे मनु नाम इंद्रिय मोहे मन ध्यान देह उपरे महिना से आकाशे महानु प्रकाशे पवने शिव रूपे वसे अनले ऋतु ध्वजनासे ऊर्ध्वरे ता सकल जोगे भव शिव भूमि भागे रवि माने काल थिब चंद्रेव शिव वामदेव तपेव शिव ध्रुव व्रत एवंते एकादश मत एहांक पत्नी नाम जेते शुण कहिबा तो अग्रते धी धृति आउ रसलोमा अपरे शुण जेते बामा निहुति सर्पा कोलाम्बिका इरावती जे सुधा दीक्षा ए कन्या रुद्राणी बोलांती एहांक एकादश पति से ब्रह्मा रुद्र सृष्टि चाही संशय मने विचारई
ଏ ସୃଷ୍ଟି ମହାଭୟଙ୍କର, ଦେଖି କମ୍ପିଲା ଚିତ୍ତ ମୋର। ବୋଳଇ ରୁଦ୍ର ମୁଖ ଚାହିଁ, ଗୋପୁତ୍ର ଏଣେ କାର୍ଯ୍ୟ ନାହିଁ। ଏ ସୃଷ୍ଟି ଦଶ ଦିଗ ତୁଳେ, ମୋହର ମନେ ତପ କଲେ। ଏବେ ତୁ ତପ ସାଧ୍ୟ କର, ସର୍ବଜୀବନ ଦୁଃଖ ହର। ତପର ବଲେ ଜଗତେ, ପ୍ରଜା ତୁ କର ପୂର୍ବ ମତେ। ତପେ ତୁ ବିଷ୍ଣୁଙ୍କୁ ପାଇବୁ, ଏ ଭାବେ ସର୍ବକାଲେ ଥିବୁ। ମୈତ୍ରେୟ ଉବାଚ ଶୁଣ ବିଦୁର ସାବଧାନେ, ସନ୍ତୋଷେ ପିତାର ବଚନେ। ଏମନ୍ତେ ବ୍ରହ୍ମା ଆଜ୍ଞା ପାଇ, ନୀଳଲୋହିତ ତୋଷ ହୋଇ। ବ୍ରହ୍ମାର ଚରଣେ ନମିଲା, ତପସାଧନେ ବନେ ଗଲା। ରୁଦ୍ରଙ୍କୁ ତପେ ଆଜ୍ଞା ଦେଇ, ସେ ବ୍ରହ୍ମା ଚିତ୍ତେ ବିଚାରଇ। ଏତ ସଂଖ୍ୟ ରୁଦ୍ର ଗଣେ, ନୁହନ୍ତି ସୃଷ୍ଟିର କାରଣେ। ତାହାଙ୍କୁ ଶିବ ଲୋକେ ଥୋଇ, ପୁଣି ସଂଶୟେ ବିଚାରଇ। ଏବେ କି କରିବି ଉପାୟ, ନ ପୁଣ କୋପେ ଦେବରାୟ। ଏମନ୍ତେ ବିଷ୍ଣୁ ପାଦ ଚିନ୍ତି, ଧ୍ୟାନେ ବସିଲା ପ୍ରଜାପତି। ତାର ଶରୀରୁ 10 ସୂତ, ତତ୍କ୍ଷଣେ ହୋଇଲେ ସମ୍ଭୂତ। ଲୋଭ ବର୍ଜନ ହେତୁ ଅର୍ଥେ, ନମିଲେ ବ୍ରହ୍ମା ପାଦ ଗତେ। ମରିଚି ଅତ୍ରି ଅଙ୍ଗିରସ, ପୌଲସ୍ତ୍ୟ ପୁଲହ ପ୍ରକାଶ। କ୍ରତୁ ବଶିଷ୍ଠ ଭୃଗୁ ଦକ୍ଷ, ଦଶମେ ନାରଦ ପ୍ରତ୍ୟକ୍ଷ। ଶୁଣ ବିଦୁର କହୁ ଭଲେ, ଯେ ଅଙ୍ଗୁ ଯେବା ଉପୁଜିଲେ। ନାରଦ ଉପୁଜିଲେ କୋଲେ, ଦକ୍ଷ ଦକ୍ଷିଣା ସଂକୁଷ୍ଟି ମୂଳେ। ପ୍ରାଣୁ ବଶିଷ୍ଠ ମୁନି ଜାତ, ଭୃଗୁ ତ୍ୱକ ରୂପଗତ। ଅଙ୍ଗିରା ବଦନୁ ସମ୍ଭୂତ, ପୌଲସ୍ତ୍ୟ କର୍ଣ୍ଣ ମୂଳୁ ଜାତ। କ୍ରତୁ ଉପୁଜେ ଭୁଜ ମୂଳେ, ପୁଲହ ଏ ନାଭି ମଣ୍ଡଲେ। ଅତ୍ରି ଉପୁଜେ ଚକ୍ଷୁ ଯୁଗେ, ମରିଚି ମନରୁ ସଂଯୋଗେ। ଦକ୍ଷିଣ ସ୍ତନୁ ବ୍ରହ୍ମା ଜାତ, ଯେ ଧର୍ମେ କରେ ଏ ଜଗତ। ଅଧର୍ମ ପୃଷ୍ଠ ଦେଶୁ ହୁଏ, ମୃତ୍ୟୁ ସଞ୍ଚରେ ତାର ଦେହେ। କାମ ତା ହୃଦରୁ ସମ୍ଭୂତ, ଭୁରୁମଣ୍ଡଳୁ କ୍ରୋଧ ଜାତ। ଲୋଭ ହୋଇଲା ଓଷ୍ଠ ଦେଶେ, ବଚନ ବଦନୁ ପ୍ରକାଶେ। ମୃତ୍ୟୁ ଦେବତା ଗୃହ ଦେଶେ, ଶପଥ ସିନ୍ଧୁ ନେତ୍ରେ ବସେ। କର୍ଦ୍ଦମ ଛାୟାରୁ ସମ୍ଭୂତ, କର୍ଦ୍ଦମ ଛାୟାରୁ ସମ୍ଭୂତି। ତାହାର ପତ୍ନୀ ଦେବହୂତି। ଏମନ୍ତେ ଅଶେଷ ଜଗତ, ବ୍ରହ୍ମାର ମନୁ କଲେ ଜାତ। ସେ କନ୍ୟା ବଦନୁ ଜନ୍ମିଲା, ବ୍ରହ୍ମାର ମନ ସେ ମୋହିଲା। ସକାମେ ବ୍ରହ୍ମା ତାକୁ ହସ୍ତେ, ଧଇଲେ ରତି ଅଙ୍ଗ ଅର୍ଥେ। ଅଧର୍ମ ଦେଖି ବ୍ରହ୍ମା ଚିତ୍ତେ, ପୁତ୍ରେ ମିଳିଲା ତା ଅଗ୍ରତେ। ମରିଚି ଆଦି ଯେତେ ଭାଇ, କହନ୍ତି ପିତା ମୁଖ ଚାହିଁ। ହେ तात ସ୍ଥିର କରି ଚିତ୍ତ, ଏ ତ ତୁମ୍ଭର ବିପରୀତ। ଯେ କର୍ମ ପୂର୍ବା ପରେ ନାହିଁ, ଏବେ ସେ ସମ୍ଭବିବ କାହିଁ। କାହିଁ ଦୁହିତା ରମେ ପିତା, ଏଣେ ଆମ୍ଭର ମନେ ଚିନ୍ତା। ପୂର୍ବେ ଯଜାତି ଏଥେ ଥିଲେ, ସତ୍ୟ ସେ ଧର୍ମ ଆଚରିଲେ। ସେ ନ କରନ୍ତି ଏଡ଼େ କର୍ମ, ସ୍ୱଭାବେ ନୁହ ଇଏ ଧର୍ମ।
যে কর্ম লোক ক্ষমা করে ଆନନ୍ଦେ ଆତ୍ମାକୁ ବିହରେ। ଏଣୁ ସେ ବିଷ୍ଣୁ ସମାନର ଆମର ତାଙ୍କୁ ନମସ୍କାର। ତୁ ଦେବ ଆତ୍ମାକୁ ସୁମର ଅଧର୍ମ ମନ କରି ସ୍ଥିର। ଏମନ୍ତେ ଶିରେ କର ଦେଇ ପାଦେ ମିଳିଲେ ସର୍ବ ଭାଇ। ବୋତାତ ଧର୍ମେ କର ଚିତ ଅଧର୍ମେ ନ ବୁଡୁ ଜଗତ। ତୁ ଏଡେ ପାପ ଆଚରିଲେ ସଂସାରେ କେବା ଥିବ ଭଲେ। ଏମନ୍ତେ ପୁତ୍ରକୁ ଅନାଇ ବ୍ରହ୍ମା କହିଲେ ଲଜ୍ଜା ପାଇ। ତତ୍କ୍ଷଣେ ଛାଡ଼ି ତାର ହସ୍ତ ବିଷ୍ଣୁ ସୁମରେ ବେଦନାଥ। ସେ କନ୍ୟା ମନେ ଲଜ୍ଜା କଲା ତତ୍କ୍ଷଣେ ଅଷ୍ଟ ଦିଗେ ଗଲା। ଘୋର ଅନ୍ଧକାର ସୁରେଖା ନାମ ହୋଇଲା କୁଜୁଟିକା। ଅଧର୍ମେ ଅନ୍ଧକାର ହୋଇ ସୂର୍ଯ୍ୟ ସମ୍ମୁଖେ ପ୍ରକାଶଇ। ପୁଣି ଚଲଇ ଅଷ୍ଟ ଦିଶେ ସଂଘରି ସମ୍ଭବି ଆକାଶେ। ମେଘର ପ୍ରାୟେ ତାର ଦେହି ଶୁଣ ବିଦୁର ଏବେ କହି। ବିଦୁର ଉବାଚ ଚିନ୍ତାକୁଲେ ପ୍ରଜାପତି ସୃଷ୍ଟି ସଂଗ୍ରହେ କଳାମତି। ଶବଦ ବ୍ରହ୍ମ ପରିମାଣେ ଧର୍ମ ଅଧର୍ମ ସେ ବଖାଣେ। ଧ୍ୟାନ କରନ୍ତେ ମନେ ଖେଦ ମୁଖ ଜନ୍ମିଲା ଚାରି ବେଦ। ଦେଖି ବିଚାରେ ପଦ୍ମଯୋନି ମୁଁ ଏବେ ବ୍ରହ୍ମ ତତ୍ତ୍ୱ ଘେନି। କରିବି ସତ୍ୟ ଅନୁସାରେ ଯେତେ ବିଦିତ ଏ ସଂସାରେ। ବେଦ ବିଚାରେ ନାନା ମତେ କର୍ମ କରିବେ ଏ ଜଗତେ। ଏ ଚାରି ଲୋକେ କର୍ମ ତତ୍ତ୍ୱ ଉପବେଦାନ୍ତ ତୁଲେ ମତ। ସ୍ୱଭାବେ ଚତୁର୍ଦଶ କର୍ମ আগত বৃত্তি যথা ধর্ম। যে যুগে প্রচারিব যেতে ব্রহ্মা বিচারি অন্তর্গতে। ସେ ବିଶ୍ୱ ସବୁଙ୍କ ଈଶ୍ୱର ଅଶେଷ ଚିତ୍ତ ଶକ୍ତିଧର। ଯେ ମୁଖେ ଯେ ବେଦ ସର୍ଜିଲା ଯହୁଁ ସେ ଧର୍ମ ପ୍ରକାଶିଲା। ସେ କଥା କହ ମୁନି ମତେ ସଂଶୟ ନ ରହୁ ମୋ ଚିତ୍ତେ। ମୈତ୍ରେୟ ଉବାଚ ଶୁଣ ହେ ବିଧାତାର ଲୀଳା ଯେ ମୁଖେ ଯେ ବେଦ ସର୍ଜିଲା। ସାମ ପଶ୍ଚିମ ମୁଖୁ ଜାତ ଅଥର୍ବ ଉତ୍ତରୁ ସମ୍ଭୂତ। ଦକ୍ଷିଣୁ ଯଜୁ ପ୍ରକାଶିଲା ପୂର୍ବ ମୁଖୁରୁ ଶ୍ରବିଲା। ବେଦାଦି ଶାସ୍ତ୍ର ସ୍ମୃତି ସ୍ତୋତ୍ର ଯଜ୍ଞାତି କୃତ ଅଗ୍ନିହୋତ୍ର। ଦେବଙ୍କ ଅଙ୍ଗ ଆଦି ଯେତେ ପ୍ରତ୍ୟକ୍ଷେ ଯଥା କର୍ମ ତନ୍ତେ। ଆୟୁର୍ବେଦ ଯେ ଧନୁର୍ବେଦ ଗନ୍ଧର୍ବ ଜ୍ଞାନ ଶିକ୍ଷା ଭେଦ। ବେଦଙ୍କ ଅଙ୍ଗ ଆଦି ଯେତେ ଅସତ୍ୟ ଅଙ୍ଗାଦି ସಮೇତେ। ପୂର୍ବାଭିମୁଖେ ଯେତେ କରି ପୁଣି ବିଧାତା ମନେ ସ୍ମରି। ପଞ୍ଚମ ବେଦ ଇତିହାସେ ଚତୁର ମୁଖେ ସୁପ୍ରକାଶେ। ଷୋଡ଼ଶ ଛନ୍ଦେ ପୂର୍ବ ମୁଖେ ପଞ୍ଚମ ଅଗ୍ନି ଶ୍ରୁତି ମୁଖେ। ଗାୟତ୍ରୀ ଆଦି ସପ୍ତ ଛନ୍ଦ ମନ୍ତ୍ର ଦେବତା ଅନୁବନ୍ଧ। ଉଷ୍ଣିକ ଛନ୍ଦ ଲୋମୁ ଜାତ ଗାୟତ୍ରୀ ଚର୍ମୁ ପ୍ରାଦୁର୍ଭୂତ। ମାତା ସଉର୍ଜୋ ତ୍ରିଷ୍ଟପ ଛନ୍ଦ ଅନୁଷ୍ଟପ ଅନୁଷ୍ଟୁପ ଶିରେ ସମ୍ଭବ। ଜଗତ ଊର୍ଦ୍ଧ୍ୱ ରକ୍ତ ହୁଏ
ଯଜ୍ଞ ଉଷ୍ଣିକ ଛନ୍ଦ ବହେ। ବୃହସ୍ତି ଛନ୍ଦ 10 ପ୍ରାଣ ସ୍ଫୋରକ ଜୀବର କାରଣ। ଶୁକ ବ୍ରହ୍ମା ଶରୀରୁ ଜାତ ଶ୍ଲେଷଣ ଇନ୍ଦ୍ରିୟ ସମ୍ଭୂତ। বল উদিত অন্তর্দেশে যে বলে শরীর প্রকাশে। ব্রহ্মা দেহরে সপ্তস্বর ভকতি গুণে হে বিদুর। এ সপ্ত ব্রহ্মা তা শরীর স্বভাবে বক্তাবন্ত তার। শুণ সংসার বক্তাময়ে সে ব্রহ্মা নানা শক্তি বহে। হেমন্তে ব্রহ্মা সর্ব করি অপরে সৃষ্টি মনে স্মরি। যে ঋষি পূর্বে সৃষ্টি কলা ତାଙ୍କ ବିଶ୍ରାମ ନ ରଖିଲା। ସ୍ୱଭାବେ ତେଜୋବନ୍ତ ହୁଅନ୍ତି ପ୍ରକାଶ ଯୋଜନ କରନ୍ତି। ହେମନ୍ତେ ବିଚାରି ବିଧାତା ମନେ ପାଇଲା ଗୁରୁ ଚିନ୍ତା। ତତ୍କ୍ଷଣେ ବ୍ରହ୍ମା ନିଜ ପିଣ୍ଡ ତପେ ହୋଇଲା ବେନି ଖଣ୍ଡ। ସେ ବେନି ଖଣ୍ଡ ବ୍ରହ୍ମା ଦେହେ ନାରୀ ପୁରୁଷ ବେନି ହୁଏ। ସେ ବେନି ଖଣ୍ଡ ଅନୁମାନୁ জন্মিলা স্বয়ম্ভুব মনু। সংসারে রাজা সে বলাই শুণ বিদুর এবে কহি। উত্তর খণ্ড নারী জন্ম হইলে সত্য রূপ নাম। মনুর পত্নী সে হইলা মৈথুনে সৃষ্টি উপজিলা। পঞ্চ বালକ ତାଙ୍କ ତହୁଁ ହୋଇଲେ ଶୁଣ ନାମ କହୁ। ଉତ୍ଥାନ ପାଦ ପ୍ରିୟବ୍ରତ ଆଗେ ହୋଇଲେ ବେନି ସୁତ। ଅପରେ ଜାତ ତିନି କନ୍ୟା ସୁନ୍ଦରୀ ସୁଲୋଚନା ବାମା। ଆକୃତି ଦେବହୂତି ବେନି ପ୍ରସୂତି ନାମେ କନ୍ୟା ତିନି। ସେ ମୁନି କନ୍ୟା ଦାନ କଲା ଆକୁତି ରୁଚି ବିପ୍ରେ ଦେଲା। ତୋହର ଗର୍ଭୁ ନାନା ମତେ ସନ୍ତତି ପୁରିଲେ ଜଗତେ। ଏମନ୍ତେ ଭାଗବତ ବାଣୀ ମୈତ୍ରେୟ ବିଦୁର ବଖାଣି। ଶୁଣ ସୁଜନେ ଶୁଦ୍ଧ ଚିତ୍ତେ ତୃତୀୟ ସ୍କନ୍ଧେ ଭାଗବତେ। ମୈତ୍ରେୟ ବିଦୁର ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ। ଏଣେ ହରିଙ୍କି କର ଲୟେ ବ୍ରାହ୍ମଣ ଜଗନ୍ନାଥ କହେ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୈୟାସିକ୍ୟାଂ ତୃତୀୟ ସ୍କନ୍ଧେ ବ୍ରହ୍ମା ସୃଷ୍ଟି ସର୍ଜନେ ନାମ ଦ୍ୱାଦଶୋऽଧ୍ୟାୟः।